ଜୟ ଜଗନ୍ନାଥ ସାଙ୍ଗମାନେ। ତ ନୂତନ ବର୍ଷର ଅନେକ ଅନେକ ଶୁଭେଚ୍ଛାର ସହ ଏହି ଭିଡ଼ିଓଟି 2026ର ଫାଷ୍ଟ ଭିଡ଼ିଓ ଆରମ୍ଭ କରୁଛି। ତ ଦେଖନ୍ତୁ, ମୁଁ ଏତିକି ପ୍ରାର୍ଥନା କରିବି ପ୍ରଭୁ ଜଗନ୍ନାଥ ଯିଏକି ସୃଷ୍ଟିକର୍ତ୍ତା, ଯାହାର ବି 2026ରେ ଯାହା ବି ଡ୍ରିମ୍ ଅଛି ତାକୁ ପୂରଣ କରିବାରେ ନିହାତି ଭାବରେ ସାହା ହୁଅନ୍ତୁ। ତ ଏତିକି କହିବି, ଆପଣମାନେ ସମସ୍ତେ ପଜିଟିଭରେ ସହ ରୁହନ୍ତୁ। ତ ଫାଷ୍ଟ ଡିସ୍କସନ୍ କରିବି, ଗୋଟେ କଥା କହି ରଖୁଛି, ଓଡ଼ିଶା ପୋଲିସ 2025ରେ ଆସିଲାନି, ବହୁତ ପିଲାଙ୍କର ଡିମୋଟିଭେଟ୍ ହେଇଗଲେ। ତ ମୁଁ ଗୋଟେ କଥା କହି ରଖୁଛି, ଆପଣମାନେ ପର୍ଟିକୁଲାର ଜଣଙ୍କ ପାଇଁ ହିଁ ଡିମୋଟିଭେଟ୍ ହେଇଥିବେ, କାହିଁକି ନା ପଦବୀ ଆସିଲାନି, ମୋର ଏଜ୍ ପଳେଇଲା, କାହାର XYZ ବହୁତ ପ୍ରକାର ପ୍ରୋବ୍ଲେମ୍। କିନ୍ତୁ ଥରେ ଦେଖନ୍ତୁ, ମୁଁ ଆପଣମାନଙ୍କୁ ଆଶା ଦେଇ ଆସିଥିଲି, ନାଇଁ ପୋଷ୍ଟ ଆସିବ, ଆପଣମାନେ ପ୍ରିପାରେସନ୍ କରନ୍ତୁ, ନିହାତି ଭାବରେ ଆପଣମାନଙ୍କର ଯାହା ବି ସ୍ୱପ୍ନ ଅଛି ପୂରଣ କରନ୍ତୁ। ତ ମୋତେ ହଜାର ହଜାର ପିଲା ଫଲୋ କରିକି ରହିଥିଲେ କି ହଁ ପଦବୀ ଆସିବ, ତ ସେମାନଙ୍କର ମନ ଭାଙ୍ଗିଗଲା। ମୋତେ କେମିତି ଲାଗିବ? ଆପଣମାନେ ଜଣେ ନିଜ ଗୋଟିଏ ପିଲା ପାଇଁ ହିଁ କେବଳ ଡିମୋଟିଭ୍ ହେଉଛନ୍ତି। ତ ମୋତେ ଏତେ ପିଲାଙ୍କର ଯେଉଁ ଆଶ୍ୱାସନା ଯେଉଁ ଥିଲା ମୋ ଉପରେ, ଯେଉଁ ଭରସା ଥିଲା, ତାପରେ ମୋତେ କେମିତି ଲାଗିଥିବ। ତ ଛାଡ଼ନ୍ତୁ, ଯାହା ହେଇଯାଇଛି ତାକୁ ଆମେ ଫେରାଇ ଆଣିବା ପାରିବା ନାହିଁ। ବର୍ତ୍ତମାନ ଆମକୁ ଏ ଯେଉଁ ନୂଆ ବର୍ଷ ଠାରୁ ନୂଆଟା କିଛି ଷ୍ଟାର୍ଟ କରିବା ପାଇଁ ପଡ଼ିବ। ତ 2025ରେ ଆସିଲାନି, କେବେ ଆସିବ, କାହିଁକି ଆସିଲାନି 2025ରେ ପଦବୀ, ତ ସମ୍ପୂର୍ଣ୍ଣ ଆମେ ଡିସ୍କସନ୍ କରିବା। ଯେଉଁମାନେ ଚ୍ୟାନେଲରେ ଫାଷ୍ଟ ଟାଇମ୍ ପାଇଁ ଆସନ୍ତି, ନିହାତି ଭାବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ, ଆଉ ଭିଡ଼ିଓଟାକୁ ଗୋଟେ ଲେଖା ଲାଇକ୍ କରି ରଖନ୍ତୁ। ତ ଦେଖନ୍ତୁ, ବହୁତ ସାରା ରିଜନ୍ ପଦବୀ ନ ଆସିବାର, କାହିଁକି ନା ଆପଣମାନେ ସମସ୍ତେ ଲାଟେଷ୍ଟ ଅପଡ଼େଟ୍ ଜାଣିଥିଲେ। ଏହା ଥିଲା କି ଆପଣମାନଙ୍କର ଯେଉଁ ରିକ୍ରୁଟମେଣ୍ଟ ହୋମ୍ ଡିପାର୍ଟମେଣ୍ଟରୁ ଆପଣମାନଙ୍କର OPRB ଅଫିସ୍ କି ଯେଉଁଟାକି ରିକ୍ରୁଟମେଣ୍ଟ ବଡ଼ି ଯେ ରହିଛି ଆପଣମାନଙ୍କର ରିକ୍ରୁଟମେଣ୍ଟ କାର୍ଡ଼, ତାଙ୍କ ପାଖକୁ ନୋଟିସ୍ ଯାଇଥିଲା। ଏତିକି ଅଫିସିଆଲି ଆପଣମାନେ ଲାଟେଷ୍ଟ ଅପଡ଼େଟ୍ ଜାଣିଥିଲେ। ତାପରେ ସମସ୍ତେ ଅନେକ ଥିଲେ ଆପଣମାନେ ରିକ୍ରୁଟମେଣ୍ଟ କେବେ ଆସିବ। ସମସ୍ତଙ୍କର ଗୋଟେ ବିଶ୍ୱାସ ଥିଲା, ହଁ ଡିସେମ୍ବର ଲାଷ୍ଟରେ ହିଁ ଆସିବ। ତ ଏଇ ବିଶ୍ୱାସ ନେଇକି ସମସ୍ତେ ରହିଥିଲେ। ବର୍ତ୍ତମାନ ସେ ସମୟ ତ ପଳେଇ ସାରିଛି। ତ ଦେଖନ୍ତୁ, ଏମିତି ଅନେକ କେସ୍ ଅଛି। ଆପଣମାନେ ଯେଉଁ OPSS ବି କରାଏ, ସେଇଟା ବର୍ତ୍ତମାନ ଯେଉଁ ନୂଆ ରିକ୍ରୁଟମେଣ୍ଟ ବୋର୍ଡ଼ ତିଆରି ହେଉଛି, ତ ଆପଣମାନଙ୍କର ସେଇ ହିଁ ନିଯୁକ୍ତି କରାଇବ, ଆଉ ପୁରୁଣାର କିଛି ବି ରହିବନି। ଆଉ ଗୋଟେ କଥା କହି ରଖୁଛି, ଆପଣମାନେ 2025ରେ ଯାହା ସବୁ ଫ୍ୟାସିଲିଟି ପାଇଥାନ୍ତେ ରିକ୍ରୁଟମେଣ୍ଟ ଆସିଥିଲେ, ଆପଣମାନଙ୍କର 2026ରେ ଆସିଲେ ସେମ୍ ହିଁ ପାଇବେ, କିଛି ସେଥିରେ ଓରି ହୁଅନ୍ତୁ ନାହିଁ। ଆଉ ପ୍ରାୟତଃ ମନରେ ଆସିଲାନି, ତ ତାହେଲେ କେବେ ଆସିବ? ତ ଦେଖନ୍ତୁ, ଏବେ ଏତେ ତ ଆଉ ମୋର ତ ଦେଖନ୍ତୁ, ଆପଣମାନେ, ମୁଁ ଆପଣମାନଙ୍କୁ ଭରସା ଦେଇ ଆସିଥିଲି, ଆପଣମାନଙ୍କର ଭରସା ଭାଙ୍ଗିଗଲାଣି ମୋ ଉପରୁ। ସେମିତି ମୁଁ ଯାହାଠୁ ମାନେ ଯେମିତି ବି ଅଫିସ୍, ଦେଖନ୍ତୁ ତାଙ୍କର ଅଫିସିଆଲି ହିଁ ଅଫିସର ଯିଏ ବି ଅଫିସିଆଲି ରହୁଛନ୍ତି, ତାଙ୍କଠୁ ବି ଡାଟା କଲେକ୍ଟ କରିକି ହିଁ ସେଇଟା ବିଫଳ ହେଉଛି। ମୋର ବି ମନ ଭାଙ୍ଗିଗଲାଣି ସେମାନଙ୍କଠୁ ଡାଟା କଲେକ୍ଟ କରିକି ଆଣିକି ଆପଣଙ୍କୁ ପ୍ରୋଭାଇଡ଼ କରିବା ପାଇଁ। ଓକେ, ତ ଯାହା ହଉ ନା କାହିଁକି, ଆମକୁ ତ କରିବା ପାଇଁ ହିଁ ପଡ଼ିବ, କ'ଣ ରହୁଛି କ'ଣ ନାହିଁ। ତ ଦେଖନ୍ତୁ, ସେଇ ଫେବୃଆରୀ ମାସ ଆଡ଼ିକି ଧରିକି ଚାଲନ୍ତୁ। ଯାହା ବି ଏଇ ମାସରେ ଆପଣମାନଙ୍କର ଯେଉଁ ରିକ୍ରୁଟମେଣ୍ଟ ବୋର୍ଡ଼ର ସବୁ ଡିଟେଲ୍ସ କମ୍ପ୍ଲିଟ୍ ହେଲା ପରେ ଆପଣମାନଙ୍କୁ ଆନାଉନ୍ସ ହେବ କି ଚେୟାରମ୍ୟାନ୍ କିଏ ରହିଲେ, ଆପଣମାନଙ୍କର ଯେଉଁ OUSSCର ଯେଉଁ ନୂଆ ବୋର୍ଡ଼ ତିଆରି ହେବ, ତାପରେ ଯାଇକି ରିକ୍ରୁଟମେଣ୍ଟ ଆସିବ। ତ ସେଇଟା ହେଲା ପରେ ଆପଣମାନଙ୍କର SI ଏକ୍ଜାମ୍ ହେବ, ଇଏ ପୋଷ୍ଟ ବି ଆସିବ। ତାପରେ ଓଡ଼ିଶା ପୋଲିସର ଅଦର ପାର୍ଟ ସବୁ ଆରମ୍ଭ ହେବ, କେବଳ OUSSC ବୋର୍ଡ଼ଟା ଆପଣମାନଙ୍କର କମ୍ପ୍ଲିଟ୍ ହେଲା ପରେ। ଏତିକି କ୍ଲିଅର୍ ହେଇକି ରୁହନ୍ତୁ। ସେଇ ଫେବୃଆରୀ ମାସ ଧରିକି ହିଁ ଚାଲନ୍ତୁ। ଓକେ, ତ ରହିଲା ଏତିକି। ଆଉ କହିବି, ସମସ୍ତେ କେହି ବି ଡିମୋଟିଭେଟ୍ ହୁଅନ୍ତୁନି। ଦେଖନ୍ତୁ, ନିଜକୁ ଷ୍ଟ୍ରଙ୍ଗ କରିକି ନିଜେ ହିଁ ପ୍ରିପାରେସନ୍ କରନ୍ତୁ। ତ ବର୍ତ୍ତମାନ ପଢ଼ାପଢ଼ି କରନ୍ତୁ। ଆମର OSSCର ବହୁତ ସାରା ପୋଷ୍ଟ ଆସିଛି, ତା ଦେହରେ ଆପଣମାନେ ପାର୍ଟିସିପେଟ୍ ବି କରନ୍ତୁ। ଓକେ, ଆଉ ସେମ୍ ପାଠ ରହୁଛି, ଆପଣମାନେ ପଢ଼ା ଛାଡ଼ନ୍ତୁ ନାହିଁ। ତ ଯେମିତି ନା କି ଆପଣମାନଙ୍କର ଓଡ଼ିଶା ପୋଲିସ ଯେବେ ଆସିବ, ଆପଣମାନେ ଆପ୍ଲାଏ କରିବେ, ଆଉ ଯଦି ପଢ଼ା କଣ୍ଟିନ୍ୟୁ ରଖିଥିବେ, ଆପଣମାନଙ୍କୁ ବହୁତ ସୁବିଧା ହେବ। ତ ଏତିକି ଥିଲା। ଭାବୁଛି ସମସ୍ତେ ପ୍ରିପାରେସନ୍ କରିବେ, ଆଉ ଡିମୋଟିଭେଟ୍ ହୁଅନ୍ତୁ ନାହିଁ, କାହିଁକି ନା ନିଜର ହିଁ କ୍ଷତି ହେବ। ଯାହା ହେଇଯାଇଛି ତାକୁ ଛାଡ଼ି ଦିଅନ୍ତୁ, ଭୁଲି ଯାଆନ୍ତୁ। ନୂଆ ବର୍ଷରୁ ନୂଆ ଆହୁରି କିଛି ମାନେ ମନୋବଳ ଷ୍ଟ୍ରଙ୍ଗ କରିକି ଆପଣମାନେ ପ୍ରିପାରେସନ୍ କରି ଆଗକୁ ବଢ଼ନ୍ତୁ। ବହୁତ ସାରା ପଦବୀ ଆସିଛି OSSC, ତା ଦେହରେ ଯେମିତି ଏକ୍ସାଇଜ୍ କନେଷ୍ଟବଳ କେବେ ଆସିବ କହୁଥିଲେ, ଆସି ସାରିଛି, ଆପଣମାନେ ଦେଇପାରିବେ। ଫରେଷ୍ଟ ଗାର୍ଡ଼ ଆସିସାରିଛି, ଆପଣମାନେ ଦେଇପାରିବେ। ଏପଟେ କ୍ଲରିକାଲ ଜବ୍ ଗୁଡ଼ାକ ଗ୍ରୁପ୍ Cର ବି ଆସିଛି, ଆପଣମାନେ ପାର୍ଟିସିପେଟ୍ କରିପାରିବେ। ଓକେ, ଓଡ଼ିଶା ପୋଲିସ ଆପଣମାନଙ୍କର ଆସିଲେ ଆପଣମାନେ ସେଥିରେ ବି ପାର୍ଟିସିପେଟ୍ କରିବେ। ଓକେ, ତ ଏମିତି ହିଁ ଆପଣମାନେ କରନ୍ତୁ, ଆଉ କିଛି ହିଁ ଉପାୟ ନାହିଁ। ଆମକୁ ହିଁ ଗଭର୍ଣ୍ଣମେଣ୍ଟ ଠାରୁ ହିଁ ଆଶା ଭାଙ୍ଗିଗଲାଣି। ଆଉ ଏତିକି ଥିଲା। ଆପଣମାନେ ନିହାତି ଭାବରେ ପ୍ରିପାରେସନ୍ କରନ୍ତୁ, ଆଉ କିଛି ବି ଅପଡ଼େଟ୍ ଆପଣମାନେ ମନରେ ରଖନ୍ତୁନି। ଯାହା ଆସିବ
ଆପଣମାନେ ଜାଣିବେ ଏମିତି ମନରେ କେବେ ଆସିବ ଇଏ ହେଲେ ବିଚଳିତ ହେଇକି ରହିବେ। ତ ମନଟାକୁ ପୁରା ହାଲକା କରି ପ୍ରିପାରେସନ୍ କରନ୍ତୁ। ଯାହା ବର୍ତ୍ତମାନ ଅଛି ତା ପାଇଁ ଆପଣମାନେ ଫାଇଟ୍ କରନ୍ତୁ। ଆଗକୁ ଯାହା ଆସିବ ଅଟୋମେଟିକ୍ ସେଇଟା ହେଇଯିବ।